ମଧୁମୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ବାକ୍ୟ ଶୁଣୁଥିବା ଆଜିର ନୂଆ ସକାଳରେ ଭାଇ ଭଉଣୀମାନଙ୍କୁ ମୋର ପ୍ରେମ ନମସ୍କାର। ଆଜିର ବାକ୍ୟ ରହିଅଛି, କେଉଁ ଲୋକମାନେ ଧନ୍ୟ। ଧନ୍ୟ ଅନେକ ବିଷୟରେ ବାଇବଲରେ ଲେଖାଯାଇଅଛି, ଅନେକ ଶବ୍ଦକୁ ନେଇକରି କୁହାଯାଇଅଛି। ମାତ୍ର ଆମେ କିଛିଟା ଅଳ୍ପ ସମୟ ବାକ୍ୟ ଜରିଆରେ ଶିଖିବା କେଉଁ ଲୋକ ଧନ୍ୟ। ପ୍ରଭୁଙ୍କ ଲୋକମାନେ ଆମେ ବାକ୍ୟ ପାଠ କରିବା ଲୁକ ପୁସ୍ତକ ତାର 11 ଅଧ୍ୟାୟ ତାର 28 ପଦ ପାଠ କରିବା। ମାତ୍ର ସେ କହିଲେ, ନା, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି ବରଞ୍ଚ ସେହିମାନେ ଧନ୍ୟ। ପ୍ରଭୁଙ୍କ ଲୋକମାନେ ଶୁଣିଲେ ବାକ୍ୟ ଜରିଆରେ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣି ବା ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି ବରଞ୍ଚ ସେହିମାନେ ଧନ୍ୟ। ଯେଉଁମାନେ ମଧ୍ୟ ଆଜି ପ୍ରଭୁଙ୍କର ବାକ୍ୟ ଶୁଣୁଅଛନ୍ତି, ପ୍ରଭୁଙ୍କ ପଥ ମାର୍ଗରେ ଚାଲୁଅଛନ୍ତି, ଈଶ୍ୱରଙ୍କ ଇଚ୍ଛା ମୁତାବିକ ଜୀବନ କାଟୁଅଛନ୍ତି, ବାକ୍ୟ ପାଳନ କରୁଅଛନ୍ତି, ସେମାନେ ହିଁ ପ୍ରତ୍ୟେକ ଧନ୍ୟ। ପ୍ରଭୁଙ୍କ ଲୋକମାନେ ଅନେକ ସମୟରେ ଆମେ କ'ଣ କରିଥାଉ ନା, ମାସ ପର୍ବ ଦିନ ବାର ମାନିଥାଉ, ବିଧି ବିଧାନ କାର୍ଯ୍ୟ କରିଥାଉ ଆଉ ଧନ୍ୟ ମନେ କରିଥାଉ। ନାହିଁ, ପ୍ରଭୁଙ୍କ ଲୋକମାନେ ଯେଉଁମାନେ ପ୍ରତ୍ୟେକ ଈଶ୍ୱରଙ୍କ ବାକ୍ୟ ପାଳନ କରନ୍ତି ସେମାନେ ଧନ୍ୟ। ମାସ ରୀତିନୀତି ବିଧି ବିଧାନ ଗୁଡ଼ିକ ପର୍ବ ଦିନ ମାସ ଗୁରୁତ୍ୱ ଦେବା ଲୋକ କେବେ ଧନ୍ୟ ହୁଅନ୍ତି ନାହିଁ। ଈଶ୍ୱରଙ୍କ ଇଚ୍ଛାରେ ଯେଉଁମାନେ ଚାଲନ୍ତି, ଈଶ୍ୱରଙ୍କ ବାକ୍ୟ ଯେଉଁମାନେ ପାଳନ କରନ୍ତି, ସେମାନେ ହିଁ ପ୍ରତ୍ୟେକ ଧନ୍ୟ। କ'ଣ କରନ୍ତି? ବାକ୍ୟ ଶୁଣିବା, ବାକ୍ୟ ପାଳନ କରିବା, ତାହେଲେ ଧନ୍ୟ। ଧନ୍ୟ ନେବାକୁ ଅନେକ ବିଷୟ ଲେଖାଯାଇଅଛି। ପ୍ରଭୁଙ୍କ ଲୋକମାନେ ଜୀବନ ସାରା ଆମେ କ'ଣ କରିବା? ପ୍ରଭୁଙ୍କର ବାକ୍ୟ ପାଳନ କରିବା ଆମମାନଙ୍କର ନିତ୍ୟ କର୍ତ୍ତବ୍ୟ ଅଟେ। ଏହି ବାକ୍ୟ ପାଳନ କଲେ ଆମମାନଙ୍କ ଜୀବନରେ କ'ଣ ହୁଏ ତାହା ମଧ୍ୟ ଆମେ କିଛି ପାଠ କରିବା। ଜହନ ପୁସ୍ତକ ମୁଁ ପାଠ କରୁଛି, ଜହନ ପୁସ୍ତକ 8:51 ଯୀଶୁଖ୍ରୀଷ୍ଟ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ ତାହାହେଲେ ସେ କଦାପି କେବେ ହେଁ ମୃତ୍ୟୁ ଦର୍ଶନ କରିବେ ନାହିଁ। ଦେଖିଲେ ତ ପ୍ରଭୁଙ୍କ ଲୋକମାନେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପ୍ରଭୁଙ୍କର ବାକ୍ୟ ଯେଉଁମାନେ ମାନନ୍ତି, ସେମାନେ କେବେ ମଧ୍ୟ ଏ ଶରୀର ମୃତ୍ୟୁ ନୁହେଁ ଆଉ ଆତ୍ମାଙ୍କ ମୃତ୍ୟୁ କେବେ ମଧ୍ୟ ସେ ଦର୍ଶନ କରିବ ନାହିଁ। ଶରୀର ସିନା ମରିଯାଏ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆତ୍ମା କେବେ ମରେ ନାହିଁ। ଆଉ ଆତ୍ମାରେ ଆପଣମାନେ ଉଦ୍ଧାର ପାଇବେ। ଅନନ୍ତ ମୃତ୍ୟୁ ଆପଣ କେବେ ଦେଖିପାରିବେ ନାହିଁ। ମାତ୍ର ଶରୀର ମୃତ୍ୟୁ ମନୁଷ୍ୟକୁ ଘଟିଥାଏ, ତାହା ମୋତେ ମଧ୍ୟ ଆପଣଙ୍କୁ ମଧ୍ୟ ପ୍ରତ୍ୟେକକୁ ଘଟେ। କିନ୍ତୁ ଶରୀର ମୃତ୍ୟୁ ଘଟେ, କିନ୍ତୁ ଆତ୍ମାଙ୍କ ମୃତ୍ୟୁ କେବେ ଘଟେ ନାହିଁ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପାଳନ କରନ୍ତି, ଶୁଣନ୍ତି, ସେମାନେ ପ୍ରତ୍ୟେକ ଧନ୍ୟ। ସେମାନେ କେବେ ମଧ୍ୟ ଅନନ୍ତ ଜୀବନ ଅଧିକାର ବିହିତ ହେବେ ନାହିଁ। ସେମାନେ ସମ୍ପୂର୍ଣ୍ଣ ଅଧିକାର କରିପାରିବେ। ମାତ୍ର ଯେଉଁମାନେ ବାକ୍ୟ ପାଳନ କରନ୍ତି ନାହିଁ, ଈଶ୍ୱରଙ୍କ ଇଚ୍ଛା ମୁତାବିକ ଜୀବନ କାଟନ୍ତି ନାହିଁ, ସେମାନେ ଅନନ୍ତ ଅଗ୍ନିକୁ ଯିବେ। ପ୍ରଭୁଙ୍କ ଲୋକମାନେ ଆପଣ ଏ ବାକ୍ୟ ଜରିଆରେ ଆଜିର ଛୋଟ ବାକ୍ୟ ଜରିଆରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଆଉ ପରବର୍ତ୍ତୀ ଚେଷ୍ଟା କରନ୍ତୁ ପ୍ରଭୁଙ୍କ ବାକ୍ୟ ଦେଇ ଜୀବନ କାଟିବା ନିମନ୍ତେ। ପ୍ରଭୁଙ୍କ ଇଚ୍ଛା, ପ୍ରଭୁଙ୍କ ଯୋଜନା, ପ୍ରଭୁଙ୍କ ପ୍ରତ୍ୟେକ ବାକ୍ୟ ପାଳନ କରିବା ନିମନ୍ତେ ଇଚ୍ଛା କରନ୍ତୁ। ଆପଣମାନେ ନିଶ୍ଚୟ ଅନନ୍ତ ଜୀବନ ପ୍ରାପ୍ତ ହେବେ, କେବେ ମଧ୍ୟ ମୃତ୍ୟୁ ଦର୍ଶନ କରିବେ ନାହିଁ। ଶରୀର ହୁଏ ସିନା ମୃତ୍ୟୁ ହୁଏ, ଶରୀରକୁ ସିନା ମୃତ୍ୟୁ ପୀଡ଼ା ଆସେ, କିନ୍ତୁ ଆତ୍ମାକୁ କେବେ ନୁହେଁ। ମାତ୍ର ବାକ୍ୟ ପାଳନ କରି ଆମେ ଯଦି ଅନେକ ବିଧିବିଧାନ ରୀତିନୀତିରେ ଆଉ ସାଂସାରିକ ଜୀବନରେ ବା ମାସ ପର୍ବରେ ପାଳନ କରୁଅଛୁ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ପାଳନ କରୁନାହୁଁ, ବାକ୍ୟ ମୁତାବିକ ଜୀବନ କାଟୁନାହୁଁ, ତାହେଲେ ବୃଥା ଅଟେ ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆଜି ସମୟ ଅଛି ନିଜକୁ ସମୀକ୍ଷା କରିବା, ସଜାଡ଼ିବା ଆଉ ଈଶ୍ୱରଙ୍କ ବାକ୍ୟ ଶୁଣିବା ଆଉ ସେହି ବାକ୍ୟକୁ ଆମେ ପାଳନ କରିବା। ନିଶ୍ଚୟ ଆମ୍ଭମାନଙ୍କ ଆତ୍ମା ସୁରକ୍ଷିତ ରହିବ। ଆଜିର ଏହି ଛୋଟ ବାକ୍ୟରେ ପ୍ରଭୁ ପ୍ରତ୍ୟେକଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ।